ରାତିରେ ରାତିରେ ଗଲେ ଚପଲଟା ରଖିଥିଲି ବାହାରେ, ଗୋଟେ କୁକୁର ଅଛି କାଳୁ, ସେ ଆସିକି ମୋ ଚପଲ ଗୁଡ଼ା କାଟି ଦେଇଛି, କାଟି ପୁରା କୁକୁଟା କରିଦେଇଛି। ଏବେ କିଣିଥିଲି ଚପଲଟା, ପୁରା ନଷ୍ଟ କରିଦେଇଛି। ତ ବୁଲା କୁକୁରମାନଙ୍କୁ ନେଇକି ଆଜି କିଛିଟା ପଏଣ୍ଟ କହୁଛି, ଇଣ୍ଟରେଷ୍ଟିଂ ପଏଣ୍ଟ। ଆପଣମାନଙ୍କୁ ଯଦି ରିଲେଟ୍ ଲାଗୁଛି ତାର କମେଣ୍ଟ ମାଧ୍ୟମରେ ଜଣେଇବେ। ତ ଫାର୍ଷ୍ଟ ହେଉଛି ଆମେ ଯେତେବେଳେ ବାଇକ୍ରେ ଯାଉଥାଉ, ଦେଖିବେ ବାଇକ୍ଟା ଯଦି 50-60 ସ୍ପିଡ଼ରେ ଯାଉଥିବ କି 40-30 ଯାହା ବି ରୋଡ଼କୁ ଦେଖିକି ଆପଣ ଯାଉଥିବେ, ତ ଦେଖିବେ ହଠାତ୍ ଆସିକି ବାଇକ୍ ସାମ୍ନାରେ ଆସି ରହିଯିବ। ଯଦି ଆପଣ ବ୍ରେକ୍ଟା ମାରିଲେ ତାହେଲେ ଆପଣଙ୍କର ଅବସ୍ଥା ଶୋଚନୀୟ ହେଇଯିବ। ଆଉ ଯଦି ବ୍ରେକ୍ ନ ମାରିଲେ ତାହେଲେ କୁକୁରର ଅବସ୍ଥା ଶୋଚନୀୟ ହେଇଯିବ। ତ ଏଇଟା ଗୋଟେ ପଏଣ୍ଟ। ସେକେଣ୍ଡ କ'ଣ, ଏକୁଟିଆ ଯେବେ ଟ୍ରାଭେଲ୍ କରୁଥିବେ ଚାଲି ଚାଲିକି, ମାନେ ରାସ୍ତାରେ ଟିକେ ଖାଇ ପିଇକି ଯେତେବେଳେ ଏକୁଟିଆ ରାସ୍ତାରେ ଯାଉଥିବେ, ତ ହଠାତ୍ କେତେଟା ପଲେ କୁକୁର ପଳେଇ ଆସିବେ, ଭୋ 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 ହେବେ, ଆଉ ଆପଣମାନଙ୍କୁ କାମୁଡ଼ିବାକୁ ପଳେଇ ଆସିବେ ବିନା କୌଣସି କାରଣରେ। ଆପଣ ବାଟରେ ଯାଉଥିବେ, ସେଟା ଭୋ ଭୋ ହେଇକି ଆପଣମାନଙ୍କୁ କାମୁଡ଼ିବାକୁ ପଳେଇ ଆସିବେ। ଏଇଟା ଗୋଟେ 2 ନମ୍ବର ପଏଣ୍ଟ। 3 ନମ୍ବର ପଏଣ୍ଟ କହୁଛି କ'ଣ, 3 ନମ୍ବର ପଏଣ୍ଟ ହେଉଛି ସବୁଠୁ ମାନେ ବହୁତ ମେନ୍ ପଏଣ୍ଟ ଏଇଟା। ଆପଣ କେବେ ହେଲେ ଏକୁଟିଆ ଛୋଟ ଛୁଆକୁ କେବେ ଏକୁଟିଆ କୁ ଛାଡ଼ିକି ଯିବେନି। କାହିଁକି ନା ଆମ ଆଖପାଖରେ ଯେଉଁ ବୁଲା କୁକୁର ଗୁଡ଼ା ଥାନ୍ତି, ହଠାତ୍ ଆସି କେତେବେଳେ ଆଟାକ୍ କରି ପକାନ୍ତି ଛୋଟ ଛୁଆଙ୍କୁ। ଯଦି ଆମେ ସେ ପାଖରେ ଉପସ୍ଥିତ ନଥାଉ, ତାହେଲେ କ'ଣ ହେଇଥାଏ, ସେ ଆମର ଯେଉଁ ଛୁଆଟାକୁ କାମୁଡ଼ି ଦେଇଥାଏ, ତାକୁ ଖଣ୍ଡିଆ ଖାବରା କରିଦେଇଥାଏ, ଯେଉଁଟାକି ବହୁତ କ୍ରିଟିକାଲ୍ ସିଚୁଏସନ୍ ହେଇପାରେ। ଏଇଟା ହେଉଛି 3 ନମ୍ବର ପଏଣ୍ଟ। 4 ନମ୍ବର ପଏଣ୍ଟ ହେଉଛି କ'ଣ, 4 ନମ୍ବର ପଏଣ୍ଟ ହେଉଛି ବହୁତ ଇଣ୍ଟରେଷ୍ଟିଂ। 4 ନମ୍ବର ପଏଣ୍ଟ ହେଉଛି କ'ଣ, ଆପଣ ଯେବେ ନୂଆ ଗାଡ଼ି କିମ୍ବା ବାଇକ୍ ଆସିକି ଆପଣ ଘର ସାମ୍ନାରେ ରଖିଥିବେ, ଆସିବେ ଗୋଡ଼ଟାକୁ ଟେକି ଆସି ମୁତି ଦେଇକି ପଳେଇବେ। ମାନେ ଏମିତି ଲାଗେ ରାଗ, ଦୁନିଆ ଜାଗା ପଡ଼ିଛି, ମୁତିବେ ଆସିକି ଆପଣଙ୍କ ଗାଡ଼ିରେ ଗୋଡ଼ଟାକୁ ଟେକିକି। ତ ଏଇ ସବୁ ପଏଣ୍ଟ ଥିଲା କିଛି ରିଲେଟେଡ୍ ପଏଣ୍ଟ ବୁଲା କୁକୁରକୁ ନେଇକି। ଆଉ ଗୋଟେ